ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା। ତ ଦେଖନ୍ତୁ ଆଜି ହଉଛି ଖୁସି ଖବର, ଯାହାକି ମହିଳାଙ୍କ ପାଇଁ ବହୁତ ବଡ ଖୁସି ଖବର। ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି ଟଙ୍କା ଆସିଯାଇଛି। ଯଦି ଆପଣମାନେ ମଧ୍ୟ ସୁଭଦ୍ରା ଯୋଜନା ହିତାଧିକାରୀ ଅଛନ୍ତି ତ କଣ ରହିଛି ଦେଖନ୍ତୁ, ଭିଡିଓକୁ ଶେଷ ପର୍ଯ୍ୟନ୍ତ ଫୁଲ ଷ୍ଟେପ ବାଇ ଷ୍ଟେପ ଜାଣିପାରିବେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ଦ୍ୱିତୀୟ କିସ୍ତି ଟଙ୍କା ଅର୍ଥାତ୍ ଛାଡ଼ିଛନ୍ତି। ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଆଜି ପାଖାପାଖି 1,64,00,000 ହିତାଧିକାରୀଙ୍କ ଆକାଉଣ୍ଟକୁ 5,000 ଟଙ୍କା ଲେଖାଏଁ 5,000 କୋଟି ଟଙ୍କା ପ୍ରଣୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡା ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଜନ ସିଂଦେଓଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟ, ସଂସଦ ଓ ବିଧାୟକ ଉପସ୍ଥିତ ଥିଲେ। ସେହିପରି ମାର୍ଚ୍ଚ 6 ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଦେଇଥିଲେ ସରକାର, ଆଉ ଏବେ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏରୁ ଅଧିକ ମହିଳାଙ୍କୁ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଛଡା ମାର୍ଚ୍ଚ 31 ତାରିଖ ରହିଛି ସୁଭଦ୍ରା ଆବେଦନର ଶେଷ ତାରିଖ। ଧାର୍ଯ୍ୟ କରାଯାଇଥିବା ତାରିଖ ଆବେଦନ କରିଥିଲେ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଏକାଥରେ 15,000 ଟଙ୍କା। ଜଣେ ବି ଅଯୋଗ୍ୟ ହିତାଧିକାରୀ ଯେପରିକି ଯୋଜନାରୁ ବାଦ ପଡିବେନି, ତାହାକୁ ଗୁରୁତ୍ୱପୂର୍ଣ୍ଣ ଦେଇ ସରକାର ସବୁ ପ୍ରକାରର ଅନୁକୂଳ ପଦକ୍ଷେପ ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତ ଦେଖନ୍ତୁ, ଯଦି ଆପଣମାନେ ସୁଭଦ୍ରା ହିତାଧିକାରୀ ଅଛନ୍ତି ଆଉ ଯେଉଁମାନେ ପଛରେ ଆବେଦନ କରିଥିଲେ ସେମାନେ ମଧ୍ୟ ଏହି ରାକ୍ଷୀ ପୂର୍ଣ୍ଣିମାରେ 15,000 ଟଙ୍କା ଆପଣମାନେ ପାଇପାରିବେ, ଯାହାକି ସରକାର କହୁଛନ୍ତି। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ।